ଫିଲ୍ମ ପୁଷ୍ପା 2କୁ ନେଇ ବଡ଼ ଖବର। ପୁଷ୍ପା 2କୁ ନେଇ ଆସିଲା ବଡ଼ ଅପଡେଟ୍। ଏହି ଦିନ ରିଲିଜ୍ ହେବ। ପୁଷ୍ପା 2 ଫିଲ୍ମ କେବଳ ଟଲିଉଡରେ ନୁହେଁ ସମଗ୍ର ବିଶ୍ୱରେ ଚଳଚ୍ଚିତ୍ର ଦର୍ଶକଙ୍କ ପାଇଁ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର। ଏହାର କାରଣ ହେଉଛି ପୁଷ୍ପା ଦ ରାଇଜ୍ ଦୁନିଆର ଚଳଚ୍ଚିତ୍ର ପ୍ରେମୀଙ୍କୁ ପ୍ରଭାବିତ କରିଥିଲା। ଏହି ଚଳଚ୍ଚିତ୍ରରେ ଆଇକନ୍ଷ୍ଟାର ଅଲ୍ଲୁ ଅର୍ଜୁନ ଅଭିନୟ ତଥା ଉଜ୍ଜ୍ୱଳ ନିର୍ଦ୍ଦେଶକ ସୁକୁମାରଙ୍କ ନିର୍ଦ୍ଦେଶନା ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ଯଦି ପୁଷ୍ପାଙ୍କ ସିକ୍ୱେଲ୍ ପୁଷ୍ପା 2 ନିୟମ ବିଷୟରେ ଏକ ବଡ଼ ଅପଡେଟ୍ ଆସିଛି। ନିର୍ମାତାମାନେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଯେ ପୁଷ୍ପା 2 ଦ ରୁଲର ଟିଜର ଏପ୍ରିଲ 8ରେ ଆଇକନ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ମୁକ୍ତିଲାଭ କରିବ। ମୁଖ୍ୟ ଭୂମିକାରେ ଆଇକନ୍ ତାରକା ଅଲ୍ଲୁ ଅର୍ଜୁନଙ୍କ ସହ ପ୍ରତିଭା ନିର୍ଦ୍ଦେଶକ ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ପୁଷ୍ପା ଦ ରାଇଜ୍ ଏହା ଏକ ସମ୍ବେଦନଶୀଳ ସଫଳତା ଆପଣଙ୍କୁ ମନେ ପକାଇବାର କୌଣସି ଆବଶ୍ୟକତା ନାହିଁ। ପୁଷ୍ପା 2021ର ସବୁଠାରୁ ବଡ଼ ବ୍ୟବସାୟିକ ବ୍ଲକବୁଷ୍ଟର ହୋଇଥିଲା। ଅଲ୍ଲୁ ଅର୍ଜୁନଙ୍କ କ୍ୟାରିୟରରେ ସବୁଠାରୁ ବଡ଼ ସଫଳତା ବ୍ୟତୀତ ପୁଷ୍ପା ତାଙ୍କୁ ଏକ ଜାତୀୟ ପୁରସ୍କାର ଆଣିବାରେ ଚଳଚ୍ଚିତ୍ର ହୋଇଥିଲା। ଏହି କାରଣରୁ ସିକ୍ୱେଲ୍ ଭାବରେ ପ୍ରସ୍ତୁତ ହେଉଥିବା ପୁଷ୍ପା 2 ଦି ନିୟମ ଉପରେ ବହୁତ ଆଶା ସୃଷ୍ଟି ହୋଇଛି। ସ୍ୱାଧୀନତା ଦିବସ ଅବସରରେ ଏହି ଚଳଚ୍ଚିତ୍ରଟି ଅଗଷ୍ଟ 15, 2024ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ରଶ୍ମିକା ମନ୍ଦାନା ଅଲ୍ଲୁ ଅର୍ଜୁନଙ୍କ ଯୋଡ଼ି ଭାବରେ ଅଭିନୟ କରୁଥିବା ବେଳେ ଫାହାଦା ଫାଜିଲ, ଧନଞ୍ଜୟ, ସୁନୀଲ, ଅନୁସୟା ଭରଦ୍ୱାଜ ଏବଂ ଅନ୍ୟମାନେ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ରର ନିର୍ମାତା ନବୀନ ଏର୍ଣ୍ଣେନି ଏବଂ ୟ ରବିଶଙ୍କର ହେଉଛନ୍ତି ଏକ ବିରାଟ ପରିସରରେ ସୁଟିଂ କରାଯାଉଛି। ମଥୁରୀ ଚଳଚ୍ଚିତ୍ର ନିର୍ମାତା ସଂଘ ଦ୍ୱାରା ସୁକୁମାର ଲେଖା ସହିତ ନିର୍ମିତ ଏହି ସଙ୍ଗୀତଟି ଦେବୀ ଶ୍ରୀ ପ୍ରସାଦ ରଚନା କରିଛନ୍ତି। ପୁଷ୍ପା 2 ଦି ରୁଲ୍ ଚଳଚ୍ଚିତ୍ର ପ୍ରଥମ ଭାଗରୁ ଅଧିକ ଗୀତ ଗାଇବାକୁ ଯାଉଛି। ସମସ୍ତେ ନିଶ୍ଚିତ ଯେ ଏହି ଚଳଚ୍ଚିତ୍ର ସହିତ ଅଲ୍ଲୁ ଅର୍ଜୁନ ଆଉ ଏକ ବଡ଼ ହିଟ୍ ପାଇବେ। ଏହାକୁ ଅଗଣିତ ସିନେପ୍ରେମୀ ଅପେକ୍ଷା କରିଛନ୍ତି।